ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ବଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଯାହା କହିଛନ୍ତି ଆପଣ ଜାଣିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନିକଟ ଅତୀତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବହୁ ଚର୍ଚ୍ଚିତ ଯୋଡ଼ି ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲା। ଏହାରି ଭିତରେ ବର୍ଷାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଉତ୍ତେଜନା। ଏହା ବାହାଘରକୁ ପ୍ରକାଶ କରିପାରି ନଥିଲେ ମଧ୍ୟ ନିଜ ମନ ଭିତରେ ଉତ୍ତେଜନା ସୃଷ୍ଟି ହୋଇଛି ଏବଂ ଦୁଃଖ ପ୍ରକାଶ କରିଛନ୍ତି ଅନୁଭବ ମହାନ୍ତି। ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ଯେତେବେଳେ ସୃଷ୍ଟି ହୋଇଥିଲା ବନ୍ଧୁତା ଆଉ ବନ୍ଧୁତା ପରେ ବିବାହ ବନ୍ଧନରେ ପ୍ରତିଶ୍ରୁତି ଦେଇ ଦୁହେଁ ବିବାହ କରିଥିଲେ। ବାହାଘରର କିଛି ବର୍ଷ ପରେ ସେମାନଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଯେଉଁ ତିକ୍ତତା ସୃଷ୍ଟି ହୋଇଥିଲା ତାହାର କାରଣ ଜାଗୃତି ବୋଲି ସୋସିଆଲ ମିଡିଆରେ ମଧ୍ୟ କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ବଲିଉଡର ସୁପରଷ୍ଟାର ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଡିଭୋର୍ସ ଦେବା ପରେ ଜାଗୃତି ଶୁକ୍ଲାଙ୍କୁ ପ୍ରେମ ବିବାହ କରି 7 ଜନ୍ମର ସାଥୀ ହୋଇଛନ୍ତି ଜାଗୃତି ଏବଂ ଅନୁଭବ। ଏପଟେ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଉତ୍କଣ୍ଠା ସୃଷ୍ଟି ହୋଇଥିଲା। ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଲାଙ୍କର ଯେତେବେଳେ ନିର୍ବନ୍ଧ ଆଉ ବାହାଘର ହୋଇଥିଲା ସେତେବେଳେ ବର୍ଷା ପ୍ରିୟଦର୍ଶିନୀ ନିଜର ଆଖିର ଲୁହ ଆଉ ଛାତିର କୋହୁ ଚାପି ଧରି ନିଜ ଭିତରେ ସୀମିତ ରଖିଥିଲେ ବର୍ଷା ପ୍ରିୟଦର୍ଶିନୀ। ତେବେ ଗତକାଲି ଅଲିଉଡ୍ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କ ବାପାଙ୍କର ଶ୍ରାଦ୍ଧବାର୍ଷିକ ଥିଲାବେଳେ ସୋସିଆଲ ମିଡିଆରେ କିଛି ଫଟୋ ଏବଂ ଭିଡିଓ ପୋଷ୍ଟ କରିଥିଲେ। ଏହାକୁ କିଛି ଦର୍ଶକମାନେ ଲେଖିଥିଲେ ଯେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ବାହା ହେବା ପରେ ସିନ୍ଦୁର ପୋଛି ବିଧବା ହୋଇଯାଇଛନ୍ତି। ଏମିତି କିଛି ସୋସିଆଲ ମିଡିଆରେ କିଛି ଲୋକ କମେଣ୍ଟ କରିଥିଲେ ଯାହା ଆମେ ଦେଖି ଖବର ପ୍ରସାରଣ କରିଥିଲୁ।